ଜୟ ଶ୍ରୀ ଜଗନ୍ନାଥ। ପିଲାମାନେ, ଆଜି ଆମେ ଓଡ଼ିଆ ବ୍ୟାକରଣ ପୁସ୍ତକର ପଦ୍ୟରୂପ ଓ ଗଦ୍ୟରୂପ ବିଷୟରେ ଜାଣିବା। ରତନର ଗଦ୍ୟରୂପ ଯେ ରତ୍ନ, ଦରଶନରୁ ହୁଅଇ ଦର୍ଶନ। ସପନରୁ ହୁଅଇ ଯେ ସ୍ୱପ୍ନ, ସଇନରୁ ହୁଅଇ ଯେ ସୈନ୍ୟ। ଧରମର ଗଦ୍ୟରୂପ ଯେ ଧର୍ମ, ମରମରୁ ହୁଅଇ ଯେ ମର୍ମ। ଭକତର ଗଦ୍ୟରୂପ ଯେ ଭକ୍ତ, ରକତରୁ ହୁଅଇ ଯେ ରକ୍ତ। ତପତର ଗଦ୍ୟରୂପ ଯେ ତପ୍ତ, ଗୁପତରୁ ହୁଅଇ ଯେ ଗୁପ୍ତ। ଦୈନିକର ଗଦ୍ୟ ଯେ ଦୈନିକ, କଉତୁକରୁ ହୁଅଇ କୌତୁକ। ମୁକତିର ଗଦ୍ୟରୂପ ଯେ ମୁକ୍ତି, ଶକତିରୁ ହୁଅଇ ଯେ ଶକ୍ତି। ଜଚ୍ଛନାରୁ ହୁଅଇ ଯେ ଜ୍ୟୋତ୍ସ୍ନା, ମୂର୍ଚ୍ଛନାରୁ ହୁଅଇ ମୂର୍ଚ୍ଛନା। ପଦ୍ୟ ଗଦ୍ୟ ରୂପ ଓଡ଼ିଆ ବ୍ୟାକରଣ, ପଢ଼ିଲେ ପିଲାଏ ପାଇବ ଜ୍ଞାନ। ପଢ଼ିଲେ ପିଲାଏ ପାଇବ ଜ୍ଞାନ। ଧନ୍ୟବାଦ।